ବୁଝିଲ ମଉସା, ତମକୁ ଆଉ ଅଫିସରେ ହଇରାଣ ହବାକୁ ପଡିବନି। ନାଇଁ, ଏବେ ସବୁ କିଛି ତମେ ଓଡ଼ିଆରେ କରିପାରିବ, ଓଡ଼ିଆରେ ଲେଖିପାରିବ, ସବୁ କିଛି ଓଡ଼ିଆ ଚାଲିବ ମଉସା। ତମେ କେବେ ବି ଆଉ ଅଫିସରେ ହଇରାଣ ହବ ନାହିଁ। ଏ ପରଦେଶୀ ମାନେ ସବୁ ବାହାରକୁ ଯିବେ, ଆମ ଓଡ଼ିଆ ମାନେ ସବୁ ଚାକିରି କରିବେ, ସବୁ ଓଡ଼ିଆରେ ଚାଲିବ ମଉସା। ତମକୁ ଆଉ ହଇରାଣ ହବାକୁ ପଡିବନି। ଦେଖିଲେ ବାପା, ସେ ଅଫିସ ଦୌଡ଼ି ଦୌଡ଼ି ମୁଁ ଟିକେ ହଇରାଣ ହେଇଛି। ସେ ଇଂଲିଶରେ କଣଟେ ଲେଖିଥିଲେ, ମୁଁ ଆଉ ପଢି ପାରିନି ରେ ବାପା। ମୁଁ ଆଉ ବୁଝି ବି ପାରିଲିନି। ତାଦ୍ୱାରା ମୋର ସେ ଜମି 2 ଖଣ୍ଡ ଚାଲିଗଲା ରେ ବାପା। କଣ ହେଲା? ତମ ଜମି ଚାଲିଗଲା? ଆଉ ଯିବନି ଆଜ୍ଞା। ଆପଣ ମୂର୍ଖ ହେଲେ ବି ଓଡ଼ିଆ କହି ଶିଖିଛନ୍ତି ଯଦି ଓଡ଼ିଆ କୁହନ୍ତୁ। ଓଡ଼ିଆ ଚାଲିବ, ଅଫିସର ମାନେ ମଧ୍ୟ ଓଡ଼ିଆ ବୁଝିବେ। ଆପଣ ଆଉ ହଇରାଣ ହେବେନି। ଆମ ସରକାର ମୋହନ ମାଝୀ ଜାଣିଛନ୍ତି ମଉସା, ସେ ଏବେ କରିଦେଇଛନ୍ତି ସବୁ ଓଡ଼ିଆ, ଆମ ଭାଷା ବଢିଆ। ମୋର ବାପା, ଏତେ ଦିନିକେ ଗୋଟେ ହେଇଛି, ମନକୁ ଛୁଇଁଛି। ଏ ଶଳା ଅଫିସର ଆମକୁ ଏଇ ଦଣ୍ଡ ସେଇ ଦଣ୍ଡ ବୁଲି ବୁଲି ମକ୍କେଦାର କରିଦିଅନ୍ତି ରେ। ଆଉ ଆମକୁ କୋଉଠି ହଇରାଣ ହବାକୁ ପଡିବନି। ହଁ ମଉସା, ସେଥିପାଇଁ କାନ ଦେଇକି ଶୁଣୁଥିବ, ସଦାବେଳେ ନ୍ୟୁଜ ଦେଖୁଥିବ, ପୁଅ ମାନଙ୍କୁ କହୁଥିବେ, ମୋବାଇଲରେ ତମକୁ ଦେଖେଇ ଦଉଥିବେ ସରକାର ନୂଆ ନୂଆ ଘୋଷଣା ସବୁ କଣ କରୁଛନ୍ତି। ଆରେ ବାପା, ମୁଁ ଦେଖୁଛି। ଏ ଆମର କଣ ଗୋଟେ ବଡ ଫାଇଆ ମୋବାଇଲଟେ ଦେଖାଉଛି, ମୁଁ ଦେଖୁଛି ରେ। ମୋହନ ମାଝୀ ଭଲ କରୁଛି, କରିବ। ତାକୁ ଭଗବାନ ଆୟସ ଦିଅନ୍ତୁ, ସେ ଉପରକୁ ଯାଉ। ଆଉ ବାପା, ମୁଁ କଣ ଗୋଟେ ଶୁଣିଛି ରେ, ମଦ କାଳେ ବନ୍ଦ ହଉଛି। ହଁ, ବନ୍ଦ ହେଇଯାଉଛି। ଆଜ୍ଞା, ତମ ପୁଅ ପିଉଛି କି? ଆରେ ବାପା, ପ୍ରବଳ ପିଉଛି, ରାତିରେ ମଧ୍ୟ ମାରୁଛି। କଣ କରିବି? ଶୋଇବାକୁ ପଡୁଛି। ନାହିଁ, ଆଉ ଶୋଇବାକୁ ପଡିବନି। ଅଗଷ୍ଟ 15 ତାରିଖ ଠାରୁ ସବୁ ବନ୍ଦ ହେଇଯିବ। ନୂଆ ସରକାର, ନୂଆ ଯୋଜନା ହେଲା। ଜୟ ଜଗନ୍ନାଥ। ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ ମୋର ଭିଡିଓଟି, ଆପଣ ମାନେ ସବସ୍କ୍ରାଇବ ଟିକେ କରିବେ, ଲାଇକ୍ ଟିକେ କରିବେ ଏବଂ କମେଣ୍ଟ ଟିକେ କରିବେ। ଜୟ ଜଗନ୍ନାଥ। ବୁଝିଲ ମାଲିକେ, ଟିକେ ଉଳିକି ତମ କଥାବାର୍ତ୍ତା ଯାଉ ଚୁଲିକି। ଟିକେ ଦେଖୁଛ, ବଦଳିଲାଣି ଆମ ସରକାର। ହଁ ମାଲିକେ, ଏବେ ରେଡି ହୁଅ। ସେ ଦେଢିଆ ଲେଖା ଏବେ ଛାଡିବ। ଏବେ ସବୁ ଓଡ଼ିଆରେ ଲେଖିବ ମାଲିକେ। ଜାଣିଛ, ଆଉ ଅନ୍ତରାକୁ ଅନ୍ତାରା ଲେଖିବନି। ମାଲିକେ, ସାବଧାନ ହୁଅ, ପୁରା ଜଟିଳ ହେଇଯିବ ମାଲିକେ। ମାଲିକେ, ଯୋଉ ଚାକିରି କରିନ, ସବୁ ଲେଖୁଛ ଇଂଲିଶ, ହିନ୍ଦୀ, ଇଏ ଚଳିବନି ରେ ମାଲିକେ। ଏବେ ସବୁ ଓଡ଼ିଆ ଲେଖିବ। ଆମ ସରକାର ପୁରା ଓଡ଼ିଆ କରିଦେଲେ ରେ ମାଲିକେ। ଆଉ ଗୋଟେ ଚେଞ୍ଜ ହବ ରେ ମାଲିକେ, ଯୋଉ ଫୋନ ପେ, ଇଏ ଚଳିବନି ରେ ମାଲିକେ। ଏବେ ସବୁ ପୁରୁଣା ଫେରିବ ରେ ମାଲିକେ। ଏଇଟାରେ ପଠା ପଇସା ନଉଟା ପଠେଇ ପାରିବନି। Sorry, it's DJ. ତାହେଲେ ଠିକ୍ ଅଛି, ରହିଥ, ମୁଁ ତମ ପାଇଁ ବ୍ୟବସ୍ଥା ଗୋଟେ କରୁଛି। ବୁଝିଲୁ ବାପା, ନଥିଲା ରେ ଆମ ବେଳେ। ଆମେ ଆଗରୁ ଆସୁଥିଲୁ, ଦଉଥିଲୁ, କେତେ ସୁନ୍ଦର ଚାଲୁଥିଲା। ଆମେ ତ ମୂର୍ଖ ଲୋକ। ଆମ ସରକାର ତ ବର୍ତ୍ତମାନ ଓଡ଼ିଆ କରିଦେଲେ, ତେଣୁ ଏଇଟାକୁ ବାପା ଟିକେ ଉଠେଇ ଦେ, ଆମକୁ ସୁବିଧା ହବ। ଆମେ ତ ବାପା ବୟସର ଲୋକ, କଣ କରିବୁ ରେ ବାବା। ହଉ ମଉସା, ଯଦି କହୁଛ, ମୁଁ ସରକାରଙ୍କୁ ନିବେଦନ କରିବି ନିଶ୍ଚିତ ଏଇଟାକୁ ଚେଞ୍ଜ କରିବା ପାଇଁ। ଆଉ ତମେ ବ୍ୟସ୍ତ ହୁଅ ନାହିଁ ହେଲା। ଓଡ଼ିଆ ବି ଚେଞ୍ଜ ହେଲାଣି, ଧୀରେ ଧୀରେ ଇଏ ବି ଚେଞ୍ଜ ହେଇଯିବ, କାରଣ ବୟସ୍କ ଲୋକମାନେ ପାରୁନାହାନ୍ତି ନା। ଅପେକ୍ଷା କର ମଉସା, ବ୍ୟସ୍ତ ହବନି।